ଖରା ହେଇକୁ ଶୀତ ସବୁବେଳେ ଲୋକମାନଙ୍କୁ ପସନ୍ଦ ପାଟି ସୁଆଦିଆ ଖାଦ୍ୟ। ସେ ଚାଉଳରେ ହେଉଥାଉ କି ବିରିରେ ହେଇଥାଉ, ସେ ତ ଢେଙ୍କାନାଳର ଫେମସ୍ ବରା ନା। ଖରା ଆଉ ଶୀତ କଥା ଛାଡ଼ନ୍ତୁ, ଖାସ୍ କରି ଝିପିଝିପି ବର୍ଷା ସାଙ୍ଗକୁ ଗରମ ଗରମ ବରା ରାସ୍ତାରେ ଯାଉଥିବା ବାଟୋଇକୁ ବାଟବଣା କରିଥାଏ ଏହି ବରା। ଦିନକୁ ଦିନ ଆଧୁନିକରେ ବଦଳିଛି ଢେଙ୍କାନାଳର ରୂପରେଖ, ହେଲେ ବଦଳିନି ସେ ଲୁହା କଡ଼େଇରେ ଟକମକ ହୋଇ ଫୁଟୁଥିବା ସେହି ପାଟି ସୁଆଦିଆ ବରା। ସ୍ୱାଦ ଅନୁଯାୟୀ ବିରିରେ ବିଭିନ୍ନ ଜିନିଷ ପଡ଼ି ପ୍ରସ୍ତୁତ ଚାଲିଛି ବରା। ଢେଙ୍କାନାଳର ବରା ସମଗ୍ର ରାଜ୍ୟ ଓ ଦେଶରେ ପ୍ରସିଦ୍ଧ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଢେଙ୍କାନାଳରେ ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସ ପାଳିତ ହୋଇଛି। ଏହି ଉପଲକ୍ଷେ ଢେଙ୍କାନାଳ ସହରସ୍ଥିତ ସୂର୍ଯ୍ୟ ହୋଟେଲ ସମ୍ମିଳନୀ କକ୍ଷରେ ସଚେତନ ନାଗରିକ ଫୋରମ ପକ୍ଷରୁ ଆୟୋଜିତ ବରା ଦିବସରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ଆଇନଜୀବୀ, ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠାନ ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଏବଂ ସହରବାସୀ ଯୋଗଦେଇ ଗରମ ଗରମ ସୁସ୍ୱାଦୁ ବରା ଓ ଘୁଗୁନ ଛଣା କଞ୍ଚାଲଙ୍କାର ମଜା ନେଇଥିଲେ। ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାଚୀନ କାଳରେ ଢେଙ୍କାନାଳର ବରା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେବା ସହିତ ଢେଙ୍କାନାଳ ବରାକୁ GI ଟ୍ୟାଗ ମାନ୍ୟତା ପ୍ରଦାନ ଦାବି ନେଇ ଜୋର ଧରିଥିଲା। ଫୋରମ ସଭାପତି ସୁରେନ୍ଦ୍ର ମିଶ୍ର, ସମ୍ପାଦକ ଭରତ ଦାସ ଓ ବିଶ୍ୱନାଥ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଢେଙ୍କାନାଳ ବରା ଖାଲି ଢେଙ୍କାନାଳ ନାହିଁ, ଓଡ଼ିଶା କାହିଁକି ଭାରତ ବର୍ଷରେ ଏବଂ ଭାରତ ବାହାରକୁ ମଧ୍ୟ ଆମେରିକା କୁହନ୍ତୁ, ରଷିଆ କୁହନ୍ତୁ, ଯେଉଁଠି ପୃଥିବୀର ମଧ୍ୟ ପ୍ରଚାର ପ୍ରସାର ହେଲାଣି ଢେଙ୍କାନାଳ ବରା ଉପରେ। ଏ ବରା ଆର ସ୍ୱାଦ ହେଉଛି ଏକ ନିଆରା। ଆର ପାଳନ କରିବାର ଉଦ୍ଦେଶ୍ୟ ମଧ୍ୟ ହେଉଛି ଏ ଦ୍ୱିତୀୟବାର କରାହେଉଛି। ଗତ ବର୍ଷ ମଧ୍ୟ ଏପ୍ରିଲ 7 ତାରିଖ ଦିନ ଆମେ ଢେଙ୍କାନାଳରେ ସଚେତନ ନାଗରିକ ଫୋରମରୁ ଏ ବରା ଦିବସ ପାଳନ କରିଥିଲୁ। ଚଳିତ ବର୍ଷ ମଧ୍ୟ ଆଜି ତାରିଖ ଯେଉଁ 7 ତାରିଖ ଏପ୍ରିଲ ଆମେ ବରା ଦିବସ ପାଳନ କରୁଛୁ। ଦେଖନ୍ତୁ, ପ୍ରଥମେ କହିବି ଆଜି ଯେଉଁ ବରା ଦିବସ ଏଠି ପାଳନ କରାଯାଇଛି, ବରା ଦିବସରେ ସମସ୍ତ ଭାଇମାନଙ୍କୁ ସମସ୍ତ ଢେଙ୍କାନାଳବାସୀକି ବରା ଦିବସ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି। ଆମର ଯେଉଁ ମାନ୍ୟତା ଦେବା କଥା ଏଇଟା ଆଗରୁ ଅଛି, ମୁଁ ବି ଜାଣିଛି ପିଲାଦିନେ, ଓଡ଼ିଶା ବାହାରେ ବି ଅଛି, ଓଡ଼ିଶା ଭିତରେ ବି ଅଛି ତାର ଯେ ଢେଙ୍କାନାଳର ବରା ପ୍ରସିଦ୍ଧ ବୋଲିକି। ଯାହା ବି ଅଛି ତାକୁ କେମିତି ମାନ୍ୟତା ଦିଆଯିବ, ଆମର କାଉନସିଲ୍ ଯେତେବେଳେ ମିଟିଂ ବସିବ ସେଥିରେ ଗୋଟେ ରେଜଲ୍ୟୁସନ୍ ପାସ୍ କରିବି। ପାସ୍ କରିକି ନିଶ୍ଚୟ ଗଭର୍ଣ୍ଣମେଣ୍ଟକୁ ପଠାଇବି, ୟାର ମାନ୍ୟତା ନିଶ୍ଚୟ ମିଳିବ। ଆଜି ଢେଙ୍କାନାଳ ବରା ଦିବସ ପାଳନ ଅବସର ଶୁଭ ମୁହୂର୍ତ୍ତରେ ସମସ୍ତଙ୍କୁ ଶୁଭେଚ୍ଛା, ଶୁଭକାମନା ଏବଂ ଶୁଭ ଅଭିନନ୍ଦନ ପ୍ରଥମେ ଜ୍ଞାପନ କରୁଛି। ଇଏ ଢେଙ୍କାନାଳର କଥା, ଢେଙ୍କାନାଳ ଗର୍ବର କଥା, ଢେଙ୍କାନାଳ ଗୌରବର କଥା। ଢେଙ୍କାନାଳ ବରା ଏଇ କିଛି ଦିନ ତଳେ ଆମର ଢେଙ୍କାନାଳର ଗନ୍ଧିଆର ମଗଜି ଲଡ଼ୁ GI ଟ୍ୟାଗ ମାନ୍ୟତା ଲାଭ କରି ସାରିଛି। କିନ୍ତୁ ଏ ଢେଙ୍କାନାଳ ଯେଉଁ ବରା ଆବହମାନ କାଳରୁ ଢେଙ୍କାନାଳର ପ୍ରସିଦ୍ଧ ବରା ବୋଲି ଗୋଟେ ରହିଛି, ଆମେ ସେଇ ବରା ଦିବସ ପାଳନ କରୁଛୁ ଏପ୍ରିଲ 7 ତାରିଖରେ। ଆଜି ଏଠାରେ ଆମର ଢେଙ୍କାନାଳର ବୁଦ୍ଧିଜୀବୀ ସମସ୍ତେ ଉପସ୍ଥିତ ଥିଲେ। ସମସ୍ତେ ଏହି ବରାର ମାନ୍ୟତା ବୃଦ୍ଧି କରିବା ପାଇଁ, ଏହି ବରାକୁ ପ୍ରଚାର ପ୍ରସାର କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଛନ୍ତି। ଢେଙ୍କାନାଳରୁ ସୌରଭ ବିଶ୍ୱାଳଙ୍କ ରିପୋର୍ଟ, A1 ଓଡ଼ିଶା।